ए उठ 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 ए उठ ए उठलु तुम ड्यूटी अच्छी एटी तुम ड्यूटी अच्छी ए मधु तो ये ड्यूटी अच्छी यार ଲୋକମାନଙ୍କ ସେବା ପାଇଁ ମୁଁ ବସିଛି ଏଠି। मद कहीं पीछ ଶୁଣନ୍ତୁ ड्यूटी मद कहीं पीछ ମୁଁ ଆଇ ନଟ୍ ବି ଏବୁଲ୍ ଟୁ ଆଲକହଲ୍ ଓକେ ଲୋକମାନଙ୍କ ସେବା ସେ ଲୋକ ଆସିଥିଲା କିନ୍ତୁ କଥା ହେଉଛି मद कहीं पीछ ड्यूटी 24 ଜଣ ପିଇବି ମୋ ଛୋଡ଼ିଆ କଥା मद कहीं पीछ କହ ଯାହା କହୁଛୁ କହ ଯା ମୁଁ ତ ଏତେ କୋଶ୍ଚିନ୍ ଆନ୍ସର୍ ଦେଇପାରିବି ना नहीं ड्यूटी कहीं मद पीछ कौन ମୁଁ ଡ୍ୟୁଟି ଆନ୍ସର୍ ଦେଇପାରିବି ତମେ କ'ଣ ଅଥରିଟି ମୋ ଅଥରିଟି ମିଶ୍ର ସାର୍ ଅଛନ୍ତି ଏସ୍.ଡି.ଏମ୍ ବନବାସ ସାର୍ ଅଛନ୍ତି ନାଇଁ, ତମେ କିଏ ହୁ ଇଜ୍ ଦ ଶୁଣ ଭାଇ ମୋ ସହିତ ଲାଗିବ ଆମେ ना नहीं तुम बर्तमान ड्यूटी अच्छे लोक मानक सेवा दब लोक मान रोगी सेवा तुम स्वास्थ्य मित्र अच्छे ମୁଁ କିଛି କହିପାରିବି ନାହିଁ ना मद ना ड्यूटी कहीं मद पीछ ଲୋକମାନଙ୍କ ସେବା ପାଇଁ ମୁଁ ଅଛି हाँ जे ଲୋକମାନଙ୍କ କାମ କରିବି 100% କାମ କରିବି ଲୋକମାନଙ୍କ ଯାହା ଲୋକ ଖୁସି ଅଛନ୍ତି ମୁଁ ଏଥିପାଇଁ ଖୁସି ना नहीं ड्रिंक कहीं मद कहीं पीछ ଲୋକ ପାଇଁ ଖୁସି ଅଛି ମୁଁ ଖୁସି ଅଛି ହେଲା ना मद भाई कहीं पीछ ड्यूटी बेले ପୁଣି ଆହୁରି ଲୋକମାନଙ୍କ ପାଇଁ ମୁଁ ଅଛି ଲୋକମାନଙ୍କୁ ଥିବି ଜୀବନ ସାରା ଥିବି ना नहीं मद कहीं पीछ तुम तुम ड्रेस कहीं तुम ड्रेस कहीं ସେ ଖୋଲା ହେଇଯାଏ ବା ଗଭର୍ଣ୍ଣମେଣ୍ଟ ରୁଲ୍ରେ तुम कौ स्वास्थ्य मित्र अच्छ बा ମୁଁ ସ୍ୱାସ୍ଥ୍ୟ ମିତ୍ର ଅଛି कौन अच्छ ସ୍ୱାସ୍ଥ୍ୟ ମିତ୍ର ଅଛି କିନ୍ତୁ କଥା ହେଉଛି ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ରୁଲ୍ କରିଛି 36 ଟେମ୍ପରେଚରରେ କେଉଁ ଲୋକ ପିନ୍ଧିପାରିବ ନାହିଁ ବିନା ଏସିରେ କେହି ପିନ୍ଧିପାରିବ ନାହିଁ ड्रेस स्वास्थ्य मित्र ड्रेस नहीं ଅଛି ପିନ୍ଧିବ ଭାଇ। ଗୋଟେ ଶୁଣ ଶୁଣ ଭାଇ ତମ ଭାଇ ଏତିକି କହୁଛି ଭାଇ ତମେ ମୋ ସହ ଲାଗୁଛ ଫା ଜିନିଷ ତମ ପାଇଁ କହୁଛି ବା ତମେ ହଇରାଣ ହେଇଯିବ ହେଲା କହିଲି ବା କାହାକୁ ଲଗାଉଛ ଲଗା ଏମିତି ଲଗା ଏମିତି ଲଗା ମଜୁରୀ ଲଗା କହୁଛି ଓପନଲି କହୁଛି ତମ ଆଗରେ କିନ୍ତୁ ଏତେ ଗରମରେ ଭାଇ ଆମେ ଏତେ କାମ କରିପାରିବୁ ନାହିଁ ହେଲା ଏତେ ଗରମ ଏତେ ଲୋକମାନଙ୍କ ସେବା କରିବାକୁ ଆମେ ଠିଆ ହେଇଛୁ ଲୋକମାନଙ୍କ ପାଇଁ 100% ସେବା କରୁଛୁ ଲୋକମାନଙ୍କ ପାଇଁ କାମ କରୁଛୁ ଲୋକମାନଙ୍କ ପାଇଁ ସବୁ କିଛି ଆମେ କରୁଛୁ ହେଲା ଭାଇ ଭାଇ କ୍ଷମା କର ଆଉ हाँ ଦେଖନ୍ତୁ କାଲି ପାଖାପାଖି ସନ୍ଧ୍ୟା ସମୟରେ 8ଟା କି 8:30 ଟାଇମ୍ରେ ମଦ ପିଇକିରି ଲୋକଙ୍କ ସହିତ ଖରାପ ବ୍ୟବହାର କରିଛି ସେ ହେଉଛି ସ୍ୱାସ୍ଥ୍ୟ ମିତ୍ର ଆଉ ଯାହା ମୁଁ ଶୁଣିବାକୁ ପାଇଲି ତାର ସେଦିନ ଡ୍ୟୁଟି ଥିଲା ଆଉ ସେ ମଦ ପିଇକିରି ଖରାପ ବ୍ୟବହାର କରିଛି ତା ନାଁ ହେଉଛି ଶ୍ରୀକାନ୍ତ ଜେନା ମୁଁ ଇନକ୍ୱାରି କରିବି ଇନକ୍ୱାରି କଲା ପରେ ସତ୍ୟାସତ୍ୟ ଆସିଲା ପରେ ନିଶ୍ଚୟ ତା ନାଁରେ ତା ଏଗନେଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ହଁ ମୁଁ ତାର ସତ୍ୟାସତ୍ୟ ଜାଣିଲା ପରେ ଇନକ୍ୱାରି କରିବି ଇନକ୍ୱାରି କଲା ପରେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆହେବ ଏସବୁ ଜିନିଷ କୌଣସି ମତେ ଗ୍ରହଣୀୟ ନୁହେଁ ଶ୍ରବଣ ନୁହେଁ ଗ୍ରହଣୀୟ ନୁହେଁ ଆମ ଶୁଣନ୍ତୁ ଗୋଟେ ସଭ୍ୟ ସମାଜରେ ତାପରେ ଗୋଟେ ଡାକ୍ତରଖାନାରେ ଏସବୁ କାମ କରିବା କଥା ଠିକ ନୁହଁ ହଁ ହଁ ମୁଁ ବି ଶୁଣିବାକୁ ପାଉଛି